ସେଟା କଣ ଯେ କହୁନାହାନ୍ତି ଛୋଟିଆ ଜିନିଷଟା ମଗା ହେଇଛି। କଣ ଏଇଟା ଚକଲେଟ 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 ସବୁ ଏଇଥିରେ ମଗା କହୁନାହାନ୍ତି ତ ଏଇଟା ଖୋଲେ ହିଁ କୋଉଟା ଖୋଲୁନି ଜାଣିପାରୁନି ତାକୁ। ଆରେ ଏଇଟା ହଉଛି ଗୋଟେ କଳା ପଡିଯାଇଛି ତ ଗୋରା ହବା ପାଇଁ ଏ ଜିନିଷଟା ମଗେଇଛି। ସାର୍ ଆପଣ କହିଥିଲେ ନା କିଏ କହିଲେ ଆପଣଙ୍କୁ ନ ଦେଖିବା ପାଇଁ? ନାଇଁ ସିକ୍ରେଟ ଟା ସବୁବେଳେ ସିକ୍ରେଟ ନା ନାଇଁ। ଓହୋ ସାର୍ କିନ୍ତୁ ଆପଣ ତ ଦେଖିବେନି। ଦେଖେଇଲେ କଣ କିଏ ଦେଲା ମୁଁ କଣ ଦେଖେଇଲି? ଟିକେ ରହିଥା ଏଟା ଖୋଲୁ ବାବା। ସଂଘର୍ଷ ଚାଲିଛି। ସଂଘର୍ଷ ମାନେ ଅଲଗା ପ୍ରକାର ସଂଘର୍ଷ। କେମିତି ପ୍ୟାକ୍ କରୁଛନ୍ତି ଯାହାକୁ ଖୋଲିବି ହଉନି। ଖୁସି 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 ମାନେ ଏଇଟାକୁ ଲଗେଇକି ରାତିରେ ପ୍ରୋସେସ କଣ ଏଇ ଗୋଟେ ଜିନିଷଟେ ମଗେଇଦେଲି ସିନା ପରେ ମୁଁ ଜାଣିଲି ଏଇଟାକୁ ଫ୍ରିଜ ଭିତରେ ରଖିବାକୁ ପଡିବ। ମୋର ତ ଫ୍ରିଜ ନାହିଁ ଫସିଲି କାହାକୁ ଗୋଟେ ଏଇଟେ ଜିନିଷ ପାଇଁ ମତେ ଗୋଟେ 10-15 ହଜାର ଟଙ୍କା ଦେଇ ଗୋଟେ ଫ୍ରିଜ କିଣିବାକୁ ପଡିବ। କାମରେ ଆସିଯିବ ଆପଣ। ହଁ ଆଣିବା ଗୋରା ପଡିବା ପାଇଁ ଯଦି ଦରକାର ହଉଛି ଫ୍ରିଜ ତାହେଲେ ଆସିବ।